ଓ ବାପ ପୁଅର ସମ୍ପର୍କ ଭିତରେ କେମିତି ଗୋଟେ ମଧ୍ୟାନ୍ତର ଆସିଯାଇଛି। ଆମେ ଯଦି ନାଟକୀୟତା ଭିତରକୁ ଯିବା ଆଜ୍ଞା, ନାଟକୀୟତା ଭିତରକୁ ଯଦି ଯିବା ଆମେ ବାପ ପୁଅର ଯୋଉ ସମ୍ପର୍କଟା ଅଛି ସେ ବାପ ପୁଅର ସମ୍ପର୍କଟା ଭିତରେ ଗୋଟେ ଯବନିକା ଟାଣି ଯାଇଛି। ବାପଟା ଜାଣି ପାରୁନାହିଁ ଯେ ତା ଜୋଇଁଟା କିପରି ଭାବରେ ତା ପୁଅକୁ ତାଠୁ ଦୂରେଇ ଦଉଛି। ଏ ଭିତରେ ଜୋଇଁଟା ସାଜି ଯାଇଛି ନାଟକର ଗୋଟେ ଯବନିକା। ଓ ଏଠାରେ ଆମେ ଯୋଉ ଦେଖିଲୁ ଜୋଇଁଟା ବର୍ତ୍ତମାନ ମୃତ, କିନ୍ତୁ ଜୋଇଁର ଚେହେରାଧାରୀ ଆଉ ଜଣେ ସେ ବର୍ତ୍ତମାନ ତା ଜୋଇଁର ଚରିତ୍ର ନିଭଉଛି ଓ ବାପକୁ ପୁଅ ଠାରୁ ଦୂର କରିଦେବାରେ ସେ ନିଜେ ଗୋଟେ ସାଜି ଯାଇଛି ଏ ନାଟକର ଗୋଟେ ଖଳ ଚରିତ୍ର। ଆଗକୁ କଣ ହବ ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଯାହା ଦେଖିଛୁ ଆଜ୍ଞା, ପୁଅ ବର୍ତ୍ତମାନ ଗୋଟେ ପଜିଟିଭ ଚରିତ୍ର ରୋଲ କରୁଛି, କିନ୍ତୁ ଜୋଇଁଟା ଗୋଟେ ନେଗେଟିଭ ଚରିତ୍ର ରୋଲ। କିନ୍ତୁ ବାପା ପାଖରେ ପୁଅ ସାଜି ଯାଇଛି ଜଣେ ଖଳ ଚରିତ୍ର, କିନ୍ତୁ ଜୋଇଁଟା ବର୍ତ୍ତମାନ ଗୋଟେ ବାପାଙ୍କ ପାଖରେ ଗୋଟେ ଭଲ ଚରିତ୍ର। ଆମେ ନାଟକର ବର୍ତ୍ତମାନ ଏଇ ଜିନିଷ ଦେଖୁଛୁ, କିନ୍ତୁ ଆକୁ ନାଟକର ଯୋଉ ଅନ୍ତରାଳ ଆସିବ, ଯୋଉ ନାଟକର ଯେତେବେଳେ ଯବନିକା ପଡିବ, ଏଣ୍ଡିଂ ଆସିବ, ଆମେ ଦେଖିପାରିବା ଯେ ସତରେ ଜୋଇଁଟା ଖଳ ନା ପୁଅଟା ଖଳ। ଯଦି ପୁଅଟା ସତରେ ପୁଅଟା ଭଲ ଯଦି ପୁଅଟା ହେଇଯାଉଛି ତାହେଲେ ନାଟକର ସାର୍ଥକତା ପ୍ରତିପାଦନ। କାହିଁକି ବାପା ତମେ ରାଗିଛ କି? ବାପା ଜାଣିପାରୁନାହାନ୍ତି ମୋ ପୁଅଟା ଭଲ। ଆରେ ମୋ ପୁଅଟା ଭଲ ବୋଲିକି ବାପା ଜାଣିପାରୁନାହିଁ ବୋଲି ବାପା ପୁଅ ଉପରେ ଲାଗିଛି ଓ ପୁଅକୁ କହୁଛି, ଆଉ ପୁଅ ଉପରେ ରାଗି ଯାଇଛି। ପୁଅଟା କହୁଛି ବାପା ତମେ ରାଗି ଯାଇଛ କି? ଆଉ ଯଦି ପୁଅ ଭଲ ହୁଏ ତାହେଲେ ନାଟକର ଚରିତାର୍ଥ ପ୍ରତିପାଦିତ ହବ। ଏଇ ନାଟକ ଉପରେ ତ ଏଇଟା କହିବି, ଯେହେତୁ ଆମେ ଗୋଟେ ଦର୍ଶକ ଆଜ୍ଞା। ସତ କଥା କହିବି, ଦର୍ଶକ ନା ମୁଁ ଆଜ୍ଞା ମୁଁ ମୋ ମନ ହୃଦୟ ଭିତରେ ଗୋଟେ କଳାକାର ବଞ୍ଚିକି ରହିଛି, କିନ୍ତୁ ଏ କଳାକାରଟାକୁ ଯଦି ଆମେ ବଞ୍ଚେଇବାକୁ ଚାହିଁବା ନା ଆଜ୍ଞା, ଏ କଳାକାରକୁ ବଞ୍ଚେଇବା ପାଇଁ ନିଜେ ଦର୍ଶକ ହେବାକୁ ପଡିବାକୁ ଆଜ୍ଞା। କାହିଁକି ମୁଁ ଆପଣଙ୍କର ଏକ୍ସପ୍ରେସନରୁ ଜାଣିଦେଲି ଆପଣ ଜଣେ କଳାକାର। ଆଜ୍ଞା ମୁଁ ତ ଗୋଟେ କଳାକାର, କିନ୍ତୁ ଭଲ ଦର୍ଶକ। ଭଲ କଳାକାର ହେବାକୁ ହେଲେ ଭଲ ଦର୍ଶକ ସାଜିବାକୁ ପଡେ ଆଜ୍ଞା। ଯେମିତି ଭଲ ଗୋଟେ ଲେଖକ ହେବାକୁ ହେଲେ ଭଲ ପାଠକ ହେବାକୁ ପଡେ। ଆମେ ଯଦି ନାଟକର ଯୋଉ ଯାତ୍ରାର ଆମେ ବର୍ତ୍ତମାନ ପିଢିକୁ ଦେଖିବା, ବର୍ତ୍ତମାନ ପିଢି କଣ ଚାହେଁ? ଯୋଉ ଲେଖକ ମାନେ ଲେଖୁଛନ୍ତି କଣ ଲେଖୁଛନ୍ତି? ବର୍ତ୍ତମାନର ସମାଜର ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇକି ସେମାନେ ଲେଖୁଛନ୍ତି। ବର୍ତ୍ତମାନର ପାରିପାର୍ଶ୍ବିକ ପରିସ୍ଥିତି କଣ ଚାହୁଁଛି ଆଜ୍ଞା? ନାଟକରେ ଗୋଟେ ରେପ୍ ସିନ୍ ହବ, ସେ ରେପ୍ ସିନ୍ ଟା କେମିତି ହବ ଆଜ୍ଞା? ନାଇଁ, ସେ ଗୋଟେ ଗୋଡେଇ ସେ ଯୋଉ ନାରୀ ଚରିତ୍ର ତା ଉପରକୁ ମାଡିକି ବସିବ ଆଜ୍ଞା, ସେତିକି ବେଳେ ରେପ୍ ସିନ୍ ଟା ଚରିତାର୍ଥ ହବ। ବର୍ତ୍ତମାନର ସମାଜ ସେଇଆ ଚାହୁଁଛି। ବର୍ତ୍ତମାନ ସମାଜ କଣ ଚାହୁଁଛି? ବାପାଟା ନିଷ୍ପେଷିତ ହେଇକି ଆଜ୍ଞା ବୃଦ୍ଧାଶ୍ରମକୁ ଯଦି ଯିବ ସେ ବାପା, ନହେଲେ ସେ ବାପା ନୁହଁ ଆଜ୍ଞା। ନହେଲେ ବାପା ହେଇପାରିବ? ଯଦି ବୃଦ୍ଧାଶ୍ରମ ସେ ନ ଯାଉଛି ସେ ବାପା ହେଇପାରିବ ନାହିଁ। ବର୍ତ୍ତମାନର ପରିପ୍ରେକ୍ଷୀରେ ଯେତେବେଳେ ଅଶ୍ବିନୀ ଘୋଷ ଲେଖୁଥିଲେ ନାଟକ, ଯେତେବେଳେ ସମୟରେ କାଳୀଚରଣ ପଟ୍ଟନାୟକ ଲେଖୁଥିଲେ ନାଟକ, ସେ ନାଟକର ଅଲଗା ଧାରାରେ ଗତି କରୁଥିଲା। ଯେତେବେଳେ ବିଜୟ ମିଶ୍ର ଲେଖୁଥିଲେ ନାଟକ, ଯେତେବେଳେ ଆମେ ଅନ୍ନପୂର୍ଣ୍ଣା ଥିଏଟରରେ ନାଟକ ଦେଖୁଥିଲୁ ଆଜ୍ଞା, ସେ ନାଟକର ଗତିଟା ଅଲଗା ପ୍ରକାର। ମୁଁ ଅନ୍ନପୂର୍ଣ୍ଣା ଥିଏଟର ଆଜ୍ଞା ନାଟକ କରେ। ଆପଣଙ୍କର କଥାବାର୍ତ୍ତାରୁ ଜାଣିଦେଲି ଯେ ଆପଣ ଜଣେ କଳାକାର। ଯେତେବେଳେ ବିଜୟ ମିଶ୍ର ଶବବାହକ ନାଟକ ଲେଖୁଥିଲେ ଆଜ୍ଞା, ସେ ଶବବାହକ ନାଟକରେ ଗୋଟିଏ ସିନରେ ବା ଗୋଟିଏ ଷ୍ଟେଜରେ ଆମେ ତିନିଟା ଭାଗରେ ନାଟକ ଦେଖୁଥିଲୁ। ପ୍ରଥମ କୋଠରୀ, ଦ୍ୱିତୀୟ କୋଠରୀ, ତୃତୀୟ କୋଠରୀ। ସେଇଭଳିଆ ନାଟକ ପାଇବା, ସେଇଟା ଥିଲା ସେଇ ସମୟର ଯୋଉ ସମାଜର ପାରିପାର୍ଶ୍ବିକ ପରିବେଶ ଥିଲା, ସେଇ ସମୟ ନାଟକ ଲେଖାଯାଏ। ବର୍ତ୍ତମାନ ପାରିପାର୍ଶ୍ବିକ ପରିସ୍ଥିତି କଣ ଚାହୁଁଛି? ବର୍ତ୍ତମାନର ନାଟକରେ ଆମକୁ ଯାହା ହେଲେ ବି କିଛି ରାଜନୈତିକ ଛୁଙ୍କ ପୁରେଇବାକୁ ପଡିବ, ଯେ ଜଣେ ସମାଜରେ ଘଟୁଥିବା ବାସ୍ତବ ଜୀବନକୁ ଚରିତାର୍ଥ ନ କଲେ ଲୋକ କାହିଁକି ଆଜ୍ଞା ପଇସା ଦେଖି ଆସିବେ? ଆଜି ମୁଁ ଗୋଟେ କଳାକାର ହେବି ଆଜ୍ଞା, ଜଣେ ଯିଏ ପ୍ରଡ୍ୟୁସର ଥିବ, ଯେ ନାଟକର ମାଲିକ ଥିବ, ମତେ 5 ଲକ୍ଷ 10 ଲକ୍ଷ କି 1 କୋଟି ଟଙ୍କା ଦବ ଆଜ୍ଞା। 1 କୋଟି ଟଙ୍କା ଯଦି ସେ ଦଉଛି ମତେ ଜଣକୁ, ତାହେଲେ ଆମେ 30 ଜଣ ଅଛୁ ଆଜ୍ଞା। 30 ଜଣକୁ ସେ ଯଦି ତା ସବୁ ଖର୍ଚ୍ଚ ଯାଇକି ଆମକୁ 30 କୋଟି ଟଙ୍କା ଦେଲା ଆଜ୍ଞା, ସେ ଯଦି 31 କୋଟି ନ ପାଇଲା କି 35 କୋଟି ନ ପାଇଲା, ତାର ନିଜର ଲାଭ କଣ ଆଜ୍ଞା? ହଁ, କଥାରେ ଅଛି ପା, ଚାଖଣ୍ଡେ ପେଟ ପାଇଁ ନାଟକ କରୁଛୁ ଆମେ। ଏଇ ଯୋଉ ରଙ୍ଗ କାଳି ମାଖିକି ଆଜ୍ଞା ଯୋଉ କଳାକାର ମାନେ ଅଭିନୟ କରୁଛନ୍ତି,
ତାଙ୍କର ଯୋଉ ରଙ୍ଗଟା କାଳି ଲଗାଉଛନ୍ତି ରାତି ଅନିଦ୍ରା ହଉଛନ୍ତି କାହିଁକି ତାଙ୍କ ପରିବାରକୁ କାଲି ପ୍ରତିପୋଷଣ କରିବେ କିନ୍ତୁ ଦିନ ଥିଲା ଆଜ୍ଞା ଏମାନେ ଆମର ଯୋଉ କଳାକାର ମାନେ ଖାଇବାକୁ ପାଉନଥିଲେ ନିହାତି ନିହାତି। ଆମେ ବି ଯେତେବେଳେ କରୁ ଆଜି ବି କହୁଛି ଯୋଉମାନେ ବର୍ତ୍ତମାନ ଯୋଉ ଆମର ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚ ମାନଙ୍କର ଯୋଉମାନେ ନାଟକ କରୁଛନ୍ତି ଅନ୍ନପୂର୍ଣ୍ଣା ଥିଏଟର 2 ନା 1? ଆଜ୍ଞା କଟକ 2 ରେ କରେ ଯେତେବେଳେ କରନ୍ତି ଏଇଟା 1 ନା 2? କଟକ 2 ନମ୍ବର ପୁରୀଟା ହେଲା 1 ନମ୍ବର ଅନ୍ନପୂର୍ଣ୍ଣା ଏ ହଁ, ଅନ୍ନପୂର୍ଣ୍ଣା ପୁରୀରେ ଏ, ହଁ। କିନ୍ତୁ ଅନ୍ନପୂର୍ଣ୍ଣା ବିଟା ଆଜ୍ଞା ହଉଛି କଟକରେ ମୁଁ ଯେହେତୁ ଗୋଟେ পেশারে ଗୋଟେ ଗବେଷକ ଆଜ୍ଞା ମୁଁ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ମୋ ନିଶାଟା ହେଉଛି କିନ୍ତୁ କଳା ମୋର পেশাটা ହେଉଛି ଗବେଷକ କିନ୍ତୁ ନିଶାଟାରେ ମୁଁ ଗୋଟେ କଳାକାର ଆଜ୍ଞା ନିହାତି ନିହାତି। କଳା କଳାକାର କେତେବେଳେ ହବା ଆଜ୍ଞା ଯେତେବେଳେ ଆମେ ତାହେଲେ କଳାକୁ ଆପଣ ନ ତ ଦେଖିବା ଅନେକ ନାଟକ କରିଥିବେ ଅନେକ ଥିଏଟରରେ ମଞ୍ଚ ଆଜ୍ଞା ମୁଁ ନାରୀ ଚରିତ୍ର ବି ରୋଲ କରିଛି ମୁଁ ଭିଲିଆନ ଚରିତ୍ର ରୋଲ କରିଛି ମୁଁ କମେଡିଆନ ବି ରୋଲ କରିଛି କିନ୍ତୁ ବର୍ତ୍ତମାନ ଦୁଃଖ ଲାଗେ ଆଜ୍ଞା ଆମେ ଯେତେ ଯୋଉ ଦେଖୁଛୁ ଆମର ପାରିପାର୍ଶ୍ୱିକ ପରିବେଶରେ ଯେତେ କଳାକାର ତାଙ୍କରୁ ଭଲ ଭଲ କଳାକାର ଗାଁର ଯୋଉ ପରିବେଶରେ ବର୍ତ୍ତମାନ ବି ଜୀବିତ ଅଛନ୍ତି ସେଭଳିଆ କଳାକାରକୁ ଯଦି ଆମେ ନେଇକି ଆଗକୁ ଚାଲିବା ଆଜ୍ଞା ଏ ଯୋଉ ଯାତ୍ରା ଜଗତରୁ ଆରମ୍ଭ କରିକି ଆମର ଥିଏଟର ଜଗତ ଆଜି ବି ଆମେ ଗୋଟେ ନୂଆ ଦିଗକୁ ଖୋଜି ପାରିବା ଆଜ୍ଞା ଯୋଉ କଳାକାର ମାନେ ଗାଁରେ ରହି ଯାଇଛନ୍ତି ଯୋଉମାନେ ଏଇଭଳିଆ ମଞ୍ଚ ପାଇପାରୁନ ଯୋଉ ଏଇଭଳିଆ ମିଡିଆ ଆମେ ପହଞ୍ଚି ପାରୁନାହିଁ ତାଙ୍କ ପାଖକୁ ଯଦି ଆମେ ପହଞ୍ଚି ପାରିବା ଆଜ୍ଞା ସେମାନେ ହୁଏତ ମୋ ମତରେ ମୁଁ କାହା ମତ ତ କହିବିନି ଆଜ୍ଞା ହୁଏତ ମୋ ମତରେ ସେମାନେ ଦି ଓଳି ଦି ମୁଠା ଖାଇବାକୁ ପାଇପାରିବେ ଆଜ୍ଞା ହୁଏ ସେମାନେ ତାଙ୍କ ପରିବାରକୁ ପ୍ରତିପାଳିତ କରିପାରିବେ ତାଙ୍କର ଦେଖା ଶିଖା ଗ୍ରାମାଞ୍ଚଳରେ ଯୋଉ କଳାକାର ମାନେ ଆଜି ନିଜର କଳାକୁ ମାରି ଦେଇକି ପେଟ ପୋଷିବା ପାଇଁ ଗୋଟିଏ ଅନ୍ୟ ପନ୍ଥା ଆପଣେଇ ନେଇଛନ୍ତି ସେମାନେ ହୁଏତ କଳାକୁ ବଞ୍ଚେଇକି ଏ ଓଡ଼ିଶାର ଯୋଉ ଓଡ଼ିଶା ଭାରତ ବର୍ଷ ନିଜର ବିଜୟ କେତନକୁ ଧରିକିରି ବସିଥିଲା ଆଜ୍ଞା ଦିନ ଥିଲା ସେଇ ଓଡ଼ିଶାର କଳାକାର ଆଜି ବି ଗ୍ରାମାଞ୍ଚଳର ଗୋଟେ ପଙ୍କର ଉଠିକି ସେ ପଦ୍ମ ହେଇକି ସାରା ଭାରତ ବର୍ଷ କଣ ସାରା ପୃଥିବୀରେ ତାର ନିଜର କଳାକୁ ଦେଖେଇ ପାରିବ ଆଜ୍ଞା ଆପଣ ମାନଙ୍କ ଚ୍ୟାନେଲ ମୁଁ ଏଇ ହିଁ ଚାହେଁ ଯେ ଆପଣ ମାନେ ଗାଁକୁ ଯାଆନ୍ତୁ ଆଜ୍ଞା ଗାଁରେ ଯୋଉମାନେ ହଜି ଯାଇଛନ୍ତି ଯୋଉମାନେ ବର୍ତ୍ତମାନ ଗ୍ରାମାଞ୍ଚଳରେ ଯୋଉମାନେ ନିଜର କଳାକୁ ଦେଖେଇବା ପାଇଁ ଦୁଃଖୀ ହଉଛନ୍ତି ଯେ ମୁଁ ଗୋଟେ ଗାଁରେ କଳାକାର ଥିଲି ମୁଁ ଆଗ ଦିନରେ ନାଟକ କରୁଥିଲି ସେମିତି ମୁଁ ବି ଗାଁରେ ନାଟକ କରିଛି ଆଜ୍ଞା ଗାଁରେ ନାଟକ କରିବାକୁ ହେଲେ ଆମେ ପଇସା ଏଠି ପାଉଛୁ ଆଜ୍ଞା ଯାତ୍ରାରେ କିନ୍ତୁ ଗାଁରେ ଯେତେବେଳେ ନାଟକ କରିବାକୁ ପଡେ ଆମେ ଫାଷ୍ଟ ପଇସା ଦବାକୁ ପଡେ କାହିଁକି ଆମ ପାଇଁ ଡ୍ରେସ କିଣା ହବ ଆମ ପାଇଁ ରଙ୍ଗ କିଣା ହବ ସେ ରଙ୍ଗ କାଳି ମାଖିକିରି ଆମେ ଯାତ୍ରାରେ କି ନାଟକର ଅଭିନୟ କରିବୁ ସେଇ କଳାକାର ମାନଙ୍କୁ ଯଦି ଆମେ ଖୋଜି ପାରିବା ଆଉ ତାଙ୍କୁ ଯଦି ହୁଏତ ଆମେ ତାଙ୍କୁ ଏଇ ଯାତ୍ରା ଜଗତ ହଉ କି ଆମେ ଫିଲ୍ମ ଜଗତ ହଉ କି ଏଇ ବଡ ଷ୍ଟେଜ ଦେଇପାରିବା ନାହିଁ କିନ୍ତୁ ସେମାନେ ଯୋଉ ନାଟକ ତାଙ୍କୁ ଉପଯୁକ୍ତ ଯଦି ଆମେ ସମ୍ମାନ ଦେଇପାରିବା ତାହେଲେ ଭାବି ପାରିବା ଯେ ଆଜି ଓଡ଼ିଆ ଅସ୍ମିତା ଜୀବିତ ଅଛନ୍ତି କାହିଁକି ବର୍ତ୍ତମାନ ତ ସରକାର ଆମ ଓଡ଼ିଆ ଅସ୍ମିତାକୁ ନେଇକି ବାହାସ୍ପଟ ମାରୁଛୁ କି ଯାହା ବି କରୁଛନ୍ତି ଓଡ଼ିଆ ଅସ୍ମିତାକୁ ନେଇକି ଆମେ ଚାଲିଛୁ ଓଡ଼ିଆ ଅସ୍ମିତା ଏତିକି ଦୂର ଗଲା ଓଡ଼ିଆ ଅସ୍ମିତା ସେତିକି ଦୂର ଗଲା ଓଡ଼ିଆ ଅସ୍ମିତାକୁ ନେଇକି ବର୍ତ୍ତମାନର ସରକାର ଚାଲିଛି ଏ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ନେଇକି ସରକାରଟା ଚାଲିଛି ଯଦି ଆମେ ଗ୍ରାମାଞ୍ଚଳର ସେ ବଣ ମଲ୍ଲୀକୁ ଖୋଜି ପାରିବା ଆଜ୍ଞା ତାହେଲେ ଆମେ କହିପାରିବେ ନା ଆମେ ଓଡ଼ିଆ ଅସ୍ମିତାର ସାର୍ଥକତା ପ୍ରତିପାଦିତ ଏଇଠି କରିଛୁ ଆପଣ ମାନେ କରିପାରିବେ ଆମେ ଚାହିଁଲେ ହବ ନାହିଁ ଆଜ୍ଞା ଆମକୁ କେହି ଶୁଣିବେ ନାହିଁ ଆଜ୍ଞା ଆପଣ ମାନେ ଯୋଉ ସୋସିଆଲ ମିଡିଆ ଅଛନ୍ତି ଯୋଉ ପ୍ରିଣ୍ଟ ମିଡିଆ ଅଛନ୍ତି ଯୋଉମାନେ ନ୍ୟୁଜ ଚ୍ୟାନେଲ କରୁଛନ୍ତି ସେମାନେ ଯାଇକି ଗ୍ରାଉଣ୍ଡ ଜିରୋକୁ ପହଞ୍ଚି ପାରିବେ ନା ଆପଣ ମାନେ ନୋବେଲ ପୁରସ୍କାର ନଦେଲେ ବି ନୋବେଲ ପୁରସ୍କାର ଉର୍ଦ୍ଧ୍ୱରେ ଆପଣେଇବେ କାହିଁକି ଜଣେ ଲୋକଙ୍କୁ ଆପଣ ତାର ସଠିକ ମର୍ଯ୍ୟାଦା ଦେଇପାରିବେ ଆଜ୍ଞା ସେତିକି ଆମେ ଚାହୁଁ ଦର୍ଶକ ସମାଜ ଆଉ କଳାକାର ହିସାବରେ ମୁଁ ସେତିକି କହିବି ଯଦି ଏଇ ସୋସିଆଲ ମିଡିଆ ପାଇଁ ଯଦି ଆମର ଯୋଉ ଲୁକାହିତ କଳା ଯଦି ଆଗକୁ ଯାଇପାରିବ ଯୋଉମାନେ ବର୍ତ୍ତମାନ ଫିଲ୍ମ ଜଗତକୁ ଯଦି ଯିବା ଫିଲ୍ମ ଜଗତରେ ଭିଲିଆନ କ୍ୟାରେକ୍ଟର ନାହାନ୍ତି ଆଜ୍ଞା फिल्म जगत को जो विलियन कैरेक्टर ही नहांती ए विलियन कैरेक्टर को जदि आमे ग्रामांचल खोजी आनी जड़े लोक फिल्म कैरेक्टर रे आमे विलियन रोल दे परिबा ताहले जानि परिबा जे ओडिया अस्मिता बंचिछि आ ग्रामांचल कला बंचिछि साहित्य बंचिछि संस्कृति बंचिछि समाज बंचिछि ए समाज साहित्य संस्कृति बंचेबे आपण माने
आपण मानकर न्यूज मीडिया आपण मानकर सोशल मीडिया आपण मानकर प्रिंट मीडिया आपण मानकर खबर कागज बंचई पारिबो जदि आपण मान ग्राउंड जीरो को जाई कि तार तथ्य संग्रह करी कि लोक लोचन को आनी पारिबे बा आम भलिया साधारण लोक बा आम भलिया लोक आनी कि आपण मानक पाखरे परिपाक्य करि पारिबा सेतिक बेले लिखा जाइतिला आज्ञा मु मो गार गोटे नाटकर गोटे पंक्ति कहूची जम कैरेक्टर जम कहूँ सावित्री को सही समय नाटक आज्ञा जिते बड़े मो जेजे बापा मैंने करुले से खाता मु निजे पढ़ी से जम कहला आसी अच्छी मुही नेबी तोर पति गो रसवती माने यही जो जमर आम जो डायलॉग टा डेलीवरी देखा से समय कौन थिला आज्ञा से समय ना आज बढ़िया म्यूजिक अच्छी ना आज बढ़िया तो मो जेजे बापा अमर कथा से समय नाटक जीवित को रखी से समय नाटक जो लोक मैंने जाऊे दिवली दी मुठा खावा को देदेले से नाटक करदे आज्ञा किंतु आज्ञा आम गोटे कोटी टंका ना नाटक करूँ ना आज्ञा यहाँ बर्तमान आमर आम भाया कलाकार वर्तमान परिस्थिति मो ना है आज्ञा अभिषेक आचार्य मो घर कलाहांडी आज्ञा मो घर कलाहांडी खैरपदर मो खैरपदर वर्तमान सारा भारत वर्ष गोटे परिचित गाँ आज्ञा काठ काम को जदि देखिए खैरपदर गाँ सारा पृथ्वी रे निजर दक्षता बा निजर परिचय सृष्टि करि पारिछ अनन्य एमिति कला को लेकिन भी आम गाँ अनन्य प्रतिभा से बेले सावित्री सत्यवान नाटक सारा कलाहांडी सारा पश्चिम ओडिशा ख्याति ना थिला आज्ञा मु आपण मानक जरिया कहबी ग्रामांचल बनमल्ली को जदि आम आनी पारिबा आज ये पारिपार्श्विक समाज को ताहले आम कहि पारिबा जे आम सार्थकता रे आम गोटे ओडिया कथार जेमिति थिला आज्ञा बनरे मल्ली बनरे फुटी भी तार बासना चतुर्दिग प्रस्फुटित होता है किंतु वर्तमान बन मल्ली बनरे फुटी भी ताहा जो बनर जो माने अछंती कलिंकेकारी जो माने बन को नष्ट कर देबा को चेष्टा कर प्रतारणा से बन मल्ली माने आज्ञा जली की से माने जो धुआं है कि से माने पाउंस है कि माटी तले मिसी जाउछंती आज्ञा से बन मल्ली को आमे पाई पारुना जदि आमे चाहबा से भलिया बन मल्ली मानन को आपण माने चाहे आनी कि सारा भारत वर्ष रे कोन सारा विश्व दरबार रे आनी कि जेपरी हलधर नाग द्वितीय श्रेणी पढ़ी कि आज भारत वर्ष रे से पद्मश्री पाई कि सारा जो जो लेखा गुड़िक बड़ बड़ लोक लिखि पारे ना जो चप्पल न पिंधा लोक कौन खाकी गंजी पिंधिकी कांध कटा गंजी पिंधिकी लिखिदेला आज्ञा कहीं से गोटे बण मल्ली आज्ञा से बण मल्ली को जब आनी भाया मंच दे पार बण मल्ली को आनी अन्नपूर्णा भाया तो स्टेज दे पार बण मल्ली की आनी ओडिशा चलचित्र जगत में स्थानित कर मु भावुची जे मो ओडिया जाति सब जमी आगु गर्वित थिला ओडिया विजय केतन को आम जमी आलेक्जांडर समग्र भारत वर्ष को जय करते किंतु जो ओडिशा कलिंग को जय करते चंडाशक धर्माशक परिवर्तन हो जाते ओडिया माटी देखई देता से ओडिया माटी गोटे किछि गोटे अंतरीण शक्ति अच्छी जगन्नाथ सत्ता अच्छी जो जगन्नाथ सत्तार आम देवदासी परंपरा देखी आज्ञा से देवदासी भी को मंचर कलाकार नुहे कि फिल्म कलाकार नुहे से देवदासी हूँ आज्ञा ग्रामांचल बनमल्ली जो पुरी बोली गोटे गाँ थिला सेते आज्ञा से बनमल्ली हूँ देवदासी परंपरा जगन्नाथ पादर परंपरा को लेकिन आम ओडिशा संस्कृति चली को लेकिन आम